ଧାନମଣ୍ଡିର ସ୍ଥାୟୀ ସମାଧାନ ପାଇଁ ବିଜୁ ଜନତା ଦଳର ଚକ ଅଖ ବନ୍ଦ ଡାକରା ଡାବୁଗାଁରେ ସଫଳ। ଡାବୁଗାଁ ମୁଖ୍ୟ ରାସ୍ତା 4 ଛକଠାରେ ଧାନମଣ୍ଡିର ସ୍ଥାୟୀ ସମାଧାନ ପାଇଁ ବିଜେଡିର ଚକ ଅଖ ବନ୍ଦ ଆନ୍ଦୋଳନ ସଫଳ ହୋଇଛି। ମଣ୍ଡିରେ କଟନୀ ଛଟନୀ ବନ୍ଦ କରିବା, ମଣ୍ଡିରେ ଚାଷୀଙ୍କ ପାଖରୁ ଅଖା ବସ୍ତାରେ ଧାନ କିଣିବା, ମଣ୍ଡିରେ ଧାନ କିଣିବା ସମୟ ସକାଳ 10 ଘଟିକାରୁ ଅପରାହ୍ନ 4 ଘଟିକା ସମୟ ପର୍ଯ୍ୟନ୍ତ କରିବା, ମଣ୍ଡିରେ 2000 କ୍ୱିଣ୍ଟାଲ ବଦଳରେ 4000 କ୍ୱିଣ୍ଟାଲ ଧାନ କିଣିବା ଭଳି ଅନେକ ଦାବି ନେଇ ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳ ଡାକରାରେ ଡାବୁଗାଁ ମୁଖ୍ୟ ରାସ୍ତା ଅବରୋଧ କରି ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ। ଆଗାମୀ ଦିନରେ ଯଦି ଏହାର ସ୍ଥାୟୀ ସମାଧାନ ନ ହୁଏ ତେବେ ଏହି ଆନ୍ଦୋଳନ ତୀବ୍ର କରାଯିବ ବୋଲି ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି। ଚାଷୀଙ୍କ ମାରଣା ନୀତି ବନ୍ଦ କରିବା ଭଳି ଦାବି ରଖି ରାସ୍ତାରୋକ କରାଯାଇଛି। ଏହି ଆନ୍ଦୋଳନ ସମୟରେ ବିଧାୟକ ପ୍ରତିନିଧି ଏମ୍ ବୁଲୁରାଓ, ବରିଷ୍ଠ ବିଜେଡି ନେତା ଅପ୍ପା ରାଓଙ୍କ ସମେତ 50ରୁ ଅଧିକ ବିଜେଡି କର୍ମୀ ଓ 100ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ। ଏହି ଆନ୍ଦୋଳନ ଯୋଗୁଁ ସକାଳ 6 ଘଟିକା ସମୟରୁ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ କୌଣସି ଗାଡି ମଟର ଯିବା ଆସିବା କରୁନଥିବା ଯୋଗୁଁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ। ଅଖ ଛକ ବନ୍ଦ ଯୋଗୁଁ ଅନେକ ଗାଡି ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଗଗନକାନ୍ତ ରିପୋର୍ଟ, ବିଶ୍ୱବିଜୟ ନ୍ୟୁଜ ଓଡ଼ିଶା।